ମୁଁ ଇଞ୍ଜିନିୟର ଜିତେନ କୁମାର ରାଉତରେ ଓମକାରନାଥ ମିଶନ ର ଅଧ୍ୟକ୍ଷ ଅଟେ। ଓଡ଼ିଶା ଚାପ୍ଟର କ୍ୟାପିଟାଲ ଫ୍ରେଣ୍ଡସ୍ ଆସୋସିଏସନ ଚେୟାରମ୍ୟାନ ତତ୍ସହିତ ରାଜଧାନୀରେ ପ୍ରକାଶ ପାଉଥିବା ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପତ୍ରିକାର ମୁଖ୍ୟ ସମ୍ପାଦକ ଅଟେ। ଆଜି ଗୋଟେ ମହା ପବିତ୍ର ଦିବସ ମହୋତ୍ସବ ଆମର ଏଇ ଶ୍ୟାମଶଙ୍କର ମଠରେ। ଏଇ ଶ୍ୟାମଶଙ୍କର ମଠଟି ଆମର ସଦ୍ଗୁରୁ ସୀତାରାମ ଦାସ ମହାରାଜ ଓମକାରନାଥଙ୍କ ଦ୍ୱାରା ପ୍ରତିଷ୍ଠା ହେଇଥିଲା। ଯାହା ପ୍ରଭୁଙ୍କ କୃପାରୁ ଆମେ ଗତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କର ଏଠାରେ ବିଗ୍ରହ ପ୍ରତିଷ୍ଠା କରୁଥିଲୁ। ଆଜି ଦିନ ଏଇ ଦିନରେ ଆମର ପ୍ରଥମ ବାର୍ଷିକ ଉତ୍ସବ ମହାପ୍ରଭୁଙ୍କର ଜନ୍ମବାର୍ଷିକ ଉତ୍ସବ ପାଳନ କରାଗଲା। ତା ସହିତ ସଦ୍ଗୁରୁ ଓମକାରନାଥ ଦେବଙ୍କର କଣ ହେଇଛି ନା 135ତମ ଜୟନ୍ତୀ ଉତ୍ସବ ମଧ୍ୟ ପାଳନ କରାଯାଇଛି। ତେଣୁ ଏହି ଉତ୍ସବରେ ଆମେ ପ୍ରଥମେ ଆମ ଶତାଧିକ ମା ମାନେ ବିନ୍ଦୁସାଗରରେ କଳସ ଯାତ୍ରା କରିଥିଲେ। ତା ସହିତ ଏଠି ସୂର୍ଯ୍ୟ ପୂଜା ହେଇଥିଲା, ହୋମଯଜ୍ଞ ହେଇଥିଲା, ଗାୟତ୍ରୀ ମଧ୍ୟ ପାଠ କରାହେଇଥିଲା। ଏଇ ଯୋଉ ଟୋଟାଲ ପରିବେଶଟି ଏକ ଆଧ୍ୟାତ୍ମିକ କର୍ମକାଣ୍ଡରେ ଗୋଟେ ଉତ୍ଫୁଲ୍ଲିତ ହେଇଥିଲା। ସ୍ଥାନୀୟ ଜନସାଧାରଣ ଏଥିରେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ତା ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଏଠାରେ ଯୋଗ ଦେଇ ଏଇ ଯୋଉ ଉତ୍ସବଟିକୁ ଉପଭୋଗ କରିଥିଲେ। ଆମ ଗହଣରେ ମୋ ବାଁ ପାଖରେ ଅଛନ୍ତି ଆମ ଓମକାରନାଥ ମିଶନର ସଂଗଠକ ଜଣେ ବୁଦ୍ଧିଜୀବୀ ଏବଂ ପ୍ରଫେସର କାର୍ତ୍ତିକ ଚନ୍ଦ୍ର ପୃଷ୍ଟି, ଯିଏକି ପ୍ରାକ୍ତନ ଅଧ୍ୟକ୍ଷ ଅଛନ୍ତି ବିଜୁ ପଟ୍ଟନାୟକ କଲେଜର। ସେ ମଧ୍ୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ପ୍ରାଣ ପ୍ରତିଷ୍ଠାତା। ମୋର ଡାହାଣ ପକ୍ଷେ ଅଛନ୍ତି ଜଣେ ଅତି ମାନବବାଦୀ ଅତି ଉଚ୍ଚ କୋଟିର ଜଣେ ଭାଇ ଆମର ଇଞ୍ଜିନିୟର ନୀଲୁ ବାବୁ, ତାଙ୍କୁ ମଧ୍ୟ ସ୍ୱାଗତ କରୁଛି। ତା ସହିତ ଏଠି ଆମର ଯୋଉ ମଠରେ ଯିଏ ଅଛନ୍ତି ଆମର ମହନ୍ତ, ଯେ ମଠାଧୀଶ ଆମର ଅଭିଭାବକ ଅରୁଣ କୁମାର ଗାଙ୍ଗୁଲି, ତାଙ୍କର ଦିଗଦର୍ଶନରେ ଏସବୁ କାର୍ଯ୍ୟ ମଧ୍ୟ ଏଠାରେ ସମାପନ ହେଇଛି। ଆମେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ ସେ ଦୀର୍ଘଜୀବୀ ହୁଅନ୍ତୁ, ତାଙ୍କର ସୁସ୍ଥ ନିରାମୟ ଜୀବନ ଆମେ କାମନା କରୁଛୁ। ତା ସହିତ ସମସ୍ତଙ୍କୁ ମିଳିଆ ବନ୍ଧୁ ମାନଙ୍କୁ ସମସ୍ତଙ୍କୁ ମୁଁ ଅନ୍ତରର ଧନ୍ୟବାଦ ଦଉଛି। ଜୟ ଜଗନ୍ନାଥ। ସୀତାରାମଙ୍କର ଆଶୀର୍ବାଦ ମୁଁ ତ ଏଠି ନାହିଁ, ଆଉ ସେଥିରେ ତ ମତେ ଭଗବାନ ସାହସ ଦେଇଛନ୍ତି। ଦୌଡ଼ା ଦୌଡ଼ି କରି ସବୁ କରୁଛି, ତାଙ୍କର ଆଶୀର୍ବାଦ ବିନା ଏ ମୋର କାମ ମୁଁ କରିପାରିନଥାନ୍ତି। ଯାହା ହଉ ଏଇ ଯେଉଁ ଦିନରେ ଏଇ ସମାପ୍ତି ହେଇଯାଇଛି। ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ଯେ ସମସ୍ତେ ଯାହା ଘରକୁ ଫେରି ଯାଇଛନ୍ତି। ଦାଦା ଆଜି କଣ କହିବେ ଯେ ଆପଣଙ୍କୁ ପରିଚୟ ଦିଅନ୍ତୁ। ଆଜି ଶ୍ୟାମଶଙ୍କର ମଠର ଦ୍ୱିତୀୟ ଦିନ ଯୋଉଠି ଯଜ୍ଞ ଅନୁଷ୍ଠାନ ହଉଛି। କାଲି ଆପଣଙ୍କର କଳସ ଯାତ୍ରା ହେଇ ଯଜ୍ଞ ଆରମ୍ଭ ହେଇଥିଲା। ଆଜି କଣ? ମୁଁ ଶ୍ରୀ ଅରୁଣ କୁମାର ଗାଙ୍ଗୁଲି ଶ୍ୟାମାଶଙ୍କର ମଠର ସର୍ବାଧୀଶ। 2 ଦିନ ବ୍ୟାପୀ ଏଠି ନାମ ସଂକୀର୍ତ୍ତନ, ଜଗନ୍ନାଥର ବର୍ଷ ପୂର୍ତ୍ତି ଉପଲକ୍ଷେ ଯଜ୍ଞ ଏବଂ ଆଜି ଠାକୁର ସୀତାରାମ ଦାସ ଓଁକାରନାଥଙ୍କର 135ତମ ଜନ୍ମଦିନ ଉପଲକ୍ଷେ ଏଠି ବିରାଟ ନାମ ମଞ୍ଚର ଆୟୋଜନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଯଜ୍ଞ ଚାଲିଛି। ଆଜି ସନ୍ଧ୍ୟା ସୁଦ୍ଧା ଯଜ୍ଞ ସମାପ୍ତି ହବ। ବହୁ ଲୋକ ଆସିଥିଲେ ପ୍ରସାଦ ପାଇ।